ନୂଆ ବର୍ଷରେ ତିନିଥର ମିଳିବ ସୁଭଦ୍ରା ଟଙ୍କା। ନୂଆ ବର୍ଷରେ ତିନିଥର ମିଳିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ସୁଭଦ୍ରା ଟଙ୍କାକୁ ନେଇ ସରକାରଙ୍କ ବଡ଼ ଘୋଷଣା। ସୁଭଦ୍ରା ଯୋଜନାକୁ ନେଇ ପୁଣି ବଡ଼ ଖବର। ସବୁ ମହିଳାଙ୍କ ପାଇଁ ସରକାର ଯେଉଁ କରିଛନ୍ତି ସୁଭଦ୍ରା ଯୋଜନା, ମହିଳା ସଶକ୍ତିକରଣ ପାଇଁ, ସେ ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ଘୋଷଣା। ନୂଆ ବର୍ଷରେ ହିତାଧିକାରୀଙ୍କୁ ମିଳିବାକୁ ଯାଉଛି ବଡ଼ ଭେଟି। ଏ ନେଇ ପୁଣି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍। 2025 ବର୍ଷ ହେବ ସୁଭଦ୍ରା ଯୋଜନାର ବର୍ଷ। ସୋମବାର ଏମିତି କିଛି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିବା ସହିତ ଏମିତି ବୟାନ ଦେଇଛନ୍ତି ସେ, ନୂଆ ବର୍ଷରେ ତିନିଥର ମିଳିବ ସୁଭଦ୍ରା ଟଙ୍କା। ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା। ସୋମବାର ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ନୂଆ ବର୍ଷରେ ମା'ମାନେ ନୂଆ ଖବର ପାଇବେ। ନୂଆ ବର୍ଷରେ ମା'ମାନଙ୍କୁ ସୁଭଦ୍ରା ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ଟଙ୍କା ମିଳିବ। ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ସୁଭଦ୍ରା ଯୋଜନାର ଟଙ୍କା। ପ୍ରଭାତୀ ପରିଡ଼ା କହିଛନ୍ତି, 2025 ମସିହାରେ ମା'ମାନଙ୍କୁ ତିନିଥର ଟଙ୍କା ମିଳିବ। ନୂଆବର୍ଷ 2025ରେ ତିନିଥର ସୁଭଦ୍ରା ଟଙ୍କା ପାଇବେ ରାଜ୍ୟର ଲକ୍ଷ ଲକ୍ଷ ମହିଳା। ସିଧାସଳଖ ଡିବିଟି ମାଧ୍ୟମରେ ଆକାଉଣ୍ଟରେ ପହଞ୍ଚିବ ସୁଭଦ୍ରା ଟଙ୍କା। ପ୍ରଭାତୀ ପରିଡ଼ା କହିଛନ୍ତି, 2025 ମସିହାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବ। ଏହା ସହିତ ମାର୍ଚ୍ଚ 8ରେ ପୁଣି ଖାତାକୁ ଯିବ ଟଙ୍କା। ମାର୍ଚ୍ଚ 8 ତାରିଖ ଅର୍ଥାତ୍ ମହିଳା ଦିବସରେ ଏକାବେଳେ 1 କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଯିବ ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ଦିବସ ପରେ ପରେ ରକ୍ଷାବନ୍ଧନରେ ପୁଣି ମିଳିବ ସୁଭଦ୍ରା ଟଙ୍କା। ରକ୍ଷା ପୂର୍ଣ୍ଣିମାରେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପାଇବେ ରାଜ୍ୟର ସମସ୍ତ ମହିଳା। ତେଣୁ 2025ରେ ସୁଭଦ୍ରା ହିଁ ସୁଭଦ୍ରା ହେବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ପ୍ରଭାତୀ ପରିଡ଼ା ଆହୁରି ମଧ୍ୟ କହିଛନ୍ତି ଯେ ଜାନୁଆରୀ ପ୍ରଥମ ସପ୍ତାହରେ ପୂରା ସର୍ଭେ ସରିବ। ଆଜି ଆସିବ ଫିଲ୍ଡ ରିପୋର୍ଟ। ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୂରା ତଥ୍ୟ ସାମ୍ନାକୁ ଆସିବ। କେତେ ଗ୍ରାଉଣ୍ଡ ରିଏଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ। ଏ ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ସମୟ ଏଥିପାଇଁ ନେଉଛୁ କି ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ। ଯେମିତି କେହି ବଞ୍ଚିତ ନ ହୁଅନ୍ତି ତାକୁ ଗୁରୁତ୍ୱ ଦିଆଯାଉଛି। ଏହା ଥିଲା ଆମର ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍। ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କର ଏହା ଥିଲା ବଡ଼ ଘୋଷଣା। ନୂଆ ବର୍ଷରେ ତିନିଥର ମିଳିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ବିଜେପି ସରକାର ରାଜନୀତି ସମୟରେ ମହିଳାମାନଙ୍କୁ ସଶକ୍ତିକରଣ ପାଇଁ, ମହିଳାମାନେ ଯେମିତି ଆଗେଇବେ, ଧନର ଅଭାବ ରହିବ ନାହିଁ, ସେଥିପାଇଁ ଯୋଜନା ଆରମ୍ଭ କରିଥିଲା ସୁଭଦ୍ରା ଯୋଜନା। ତାର କଥା ଅନୁସାରେ ବିଜେପି ସରକାର ମହିଳାମାନଙ୍କୁ ବି ସୁଭଦ୍ରା ଯୋଜନା ଭେଟି ଦେଉଛି। ଲକ୍ଷ ଲକ୍ଷ ମହିଳାଙ୍କୁ
दिजाई सुभद्रा योजना भेटी किंतु आमर उपमुख्यमंत्री नुआ वर्ष रे बड़ घोषणा करिसेंती ए वर्ष 3 थर मिलिब सुभद्रा टंका। ये जो बड़ अप टू डेट शुणी महिला मानक मन भितर बहुत खुशी अच्छी। समस्ती मन भितर अच्छी केउ केउ तारिख रे मिलिब सुभद्रा योजना टंका। 2025 मसीह 3 थर मिलिब टंका। सुभद्रा टंका पाइबे राज्यर लक्ष लक्ष महिला। सीधा सड़क डीबीटी माध्यम अकाउंट रे पहुँचब सुभद्रा टंका। प्रभाती परिडा कहते 2025 मसीह प्रथम किस्तिर चतुर्थ पर्याय टंका हिताधिकारी खाता को जीव। यह सहित मार्च 8 रे पुणी खाता को जीव टंका। मार्च 8 तारिख अर्थात महिला दिवस रे एका बेले 1 कोटी अधिक महिला को खाता को जीव द्वितीय पर्याय सुभद्रा टंका। पुणी कहते महिला दिवस परे परे रक्षा बंधन रे पुणी मिलिब सुभद्रा टंका। राखी पूर्णिमा रे तृतीय पर्याय सुभद्रा टंका पाइबे राज्यर समस्त महिला। 2025 रे सुभद्रा ही सुभद्रा हेबे बोली कहते उपमुख्यमंत्री। उपमुख्यमंत्री आहुरी मध्य कहते जे फील्ड रिपोर्ट आउ सर्वे यथाशीघ्र सरीब। जो माने पाइबाकु योग्य समस्त अकाउंट को डायरेक्ट सुभद्रा टंका छड़ा जीव। कौनसी महिला व्यस्त हुंतु नहीं। गोटे महिला भी सुभद्रा टंका समस्ते जेमती पाइबे सेथिपाई सबु प्रकार चेष्टा चली। ये थिला सुभद्रा योजना को नहीं बड़ खबर।